कार्तिक मास धर्म मास ठीक अच्छे कार्तिक मास धर्म मास कार्तिक मास बाद आउ जो 11टा मास रहिले से निश्चित अधर्म मास है। ओडिशा का एक ऐसा पर्व जहां बगोला भी अपनी मछली श्रद्धा में छोड़ देता है। मैं बात कर रहा हूं पंचुका के बारे में। जय जगन्नाथ। नमस्कार दर्शक बंधु, आपण मानक आ गोटे सुंदर वीडियो भेटिदेବାକୁ ଯାଉଛି। आशा କରୁଛି ଆପଣ ମାନଙ୍କୁ वीडियोटी बहुत भल ଲାଗିବ। वीडियोटी ହେଉଛି ଆମ नेशनल चैनल विषय मिस्टर सागर लाल विषय से जड़े उच्च शिक्षित बहुत विद्वान गुरु निजर गुरु भाई माने वीडियो सब बाइट सब देखे मत भल लगे। उद्देश्य है अंधविश्वास दूर करवा, जाति भेद दूर करवा, मत बहुत भल लगे। केतेबेले मो खुशी वीडियो को प्रशंसा करती कमेंट माध्यम जनाए आउ जिते भल न लगे से गाली करे माने अभद्र भाषा एमती गाली करती मत जो वीडियो भल न लगे। मोर कहबार अच्छी जे तुम्हें मिस्टर सागर सार मुझे अनुरोध करने को चाहूँगी जे आपण उच्च शिक्षित लोक हेतुवादी संसार जो कुसंस्कार अच्छी दूर कर से विषय वीडियो कर से किसी कथा ना कहीं भी पार्टी फिटेबे समस्ते आपको सपोर्ट करेंगे। आप आगो को बाड़ी चाहूँ आम तुम पचर किंतु आपन को अधिकार देला कि कार्तिक मास विषय कहला यहाँ कार्तिक मास मनीष तैयारी मनीष हम नहीं कार्तिक मास तमर जनवरी फेब्रुआरी मास आसी ना कि लोक जानी ना परंपरा से आगुरी अच्छे दीपावली हो दुर्गा पूजा हो जेकोसी पूजा हो कौन एवकार कहीं जुगुरु से आम परंपरा अच्छे आम वंशधर पाई आम पाड़ी हूँ तो आप मानि पारती तेणु सोशल मीडिया कहबार माने कौच पुणी हसिक कह आपन को अधिकार देला कि आपन बोधे जानना कार्तिक मास धर्म मास आम जान कार्तिक मास धर्म मास आम मानि आमर लोक मैंने भी ओडावासी कार्तिक मास टोटाली हविष छाड़ी टोटाली हविष आईष खाऊ आम भावना सागर कहीं खेल एमती धर्म आउ कौ धर्म ना आउ धर्म विषय किसी कह कि देखा जाऊनी आ सब धर्म काल्पनिक हो जाऊँगी। आम हिंदू धर्म आउ सब धर्म गला आम धर्मटा काल्पनिक हो जाऊँगी आपन सागर एसब भल चिंताधारा ये करूँ भावना सागर कहीं खेल आम भावना छाड़ आम देवादेवी को तात्सल्य करते से चैनल माध्यम आपको अधिकार देला कि ना ना एगुड़ा जहाँ हो किसी भल होनी आप निजे भावना जो भिडियो कहते कार्तिक मास आउ सब अधर्म मास यहाँ आपण कहवा ठीक कि एमती तात्सल्य कर जोटा आगुरी अच्छे आम माने
ଆପଣଙ୍କର କ'ଣ ଯାଉଛି? ଆମେ ଆମେ କାର୍ତ୍ତିକ ମାସକୁ ଧର୍ମ ମାସ କରିକି ପାଳିବୁ, ଆଇଁଷ ଖାଇବୁନୁ। ତମେ ଆମେ ପକ୍ଷୀଟା ରହିନୁ। ବଗ 5 ଦିନ ଆଗେ ଆଇଁଷ ଖାଏନା, ଆପଣ ଜାଣିଥିବେ, ଗାଁ ଲୋକ କହୁଥିବେ। ଆପଣ ତ କଥାରୁ ଜଣାପଡ଼ୁଛି ଆପଣ ବହୁତ ଶିକ୍ଷିତ, କିନ୍ତୁ ଏମିତି କାହିଁ ଧର୍ମ ସାଙ୍ଗରେ କାହିଁକି ଏମିତି ବାଇଟ୍ କରୁଛନ୍ତି? ଆମ ମନ୍ଦିର ପାଖକୁ ଯିବେନି, ଆଉ କେଉଁଠି ଆପଣଙ୍କ ପାଖକୁ ଯିବେ? ଆପଣ ପୂଜା କରିବେ। ଆମ ଇଚ୍ଛା ଆମେ ମନ୍ଦିର ଯିବୁ, ପୂଜା କରିବୁ। ଆପଣ କହିବେ ଓକେ। ଏସବୁ ଭଲ ନୁହଁ। ସବୁ ଧର୍ମରେ ଚୋରି ଡକାୟତ ହେଉନି, ମରାମରି ହେଉନଥିବେ, ରାଗ ହିଂସା ନାହିଁ, ଖାଲି ହିନ୍ଦୁ ଧର୍ମରେ 5 ମଣି 5 ପ୍ରକୃତି ଗୋଟେ କ'ଣ ସେମ୍ ଅଛି? ସେମିତି ଲୋକମାନେ କ'ଣ ସେମିତି? ତା ଦୁନିଆ ପ୍ରକାର ଦୁଷ୍ଟ ଖୋଳି ଲୋକ ଅଛନ୍ତି ଯେ ଚୋରି ଚାରି କରୁଛନ୍ତି। ଏମିତି ଧର୍ମ ବିଷୟରେ କାହିଁ କହୁଛନ୍ତି? ଅଲଗା ବିଷୟରେ କିଛି କହୁନାହାନ୍ତି। ଧର୍ମ ବିଷୟରେ କହିବାଟା ଆପଣଙ୍କର କ'ଣ ଠିକ୍ ହେଉଛି? ଆପଣ କ'ଣ ପାଇଁ ଏମିତି କହୁଛନ୍ତି? ମୁଁ ତ ଆପଣଙ୍କ ସବୁ ଭିଡ଼ିଓ ଦେଖେ, ଗୋଟେ ଭିଡ଼ିଓ ଅଛି ଦେଖେ, ଭଲ ଲାଗେ ଶୁଣିବା, ବନ୍ଧୁ ବିଷୟ ଦୂର କରିବା ପାଇଁ, ଜାତିଭେଦ ଦୂର କରିବା ପାଇଁ ଆପଣଙ୍କ ପ୍ରୟାସ ସେମିତି ଚାଲିଥାଉ, ଚାଲୁ ମଧ୍ୟ। କିଛି କଥା ନାହିଁ, କେହି କିଛି କହିବେନି, କେହି କିଛି କମ୍ପ୍ଲେନ୍ ବି କରିବେନି, କିନ୍ତୁ ଧର୍ମ ବିରୁଦ୍ଧରେ କାହିଁ ଆପଣ ଯାଉଛନ୍ତି? ଆପଣଙ୍କର ଯଦି ଧର୍ମ ନ ଭଲ ଲାଗୁଛି, ଆପଣଙ୍କର ଇଚ୍ଛା, ଆପଣ ନ ନେଇପାରିବେ, ଧର୍ମରୁ ବାହାରି ଯିବେ, ତମକୁ କେହି ବାଧ୍ୟ କରିବେନି। ଆମ ଧର୍ମ ବାବଦରେ କାହିଁ ଖେଳୁଛନ୍ତି? କ'ଣ ପାଇଁ? ଯଦି ବା ଆପଣଙ୍କର କିଛି କହିବାକୁ ଅଛି, ଏକ ଜାଗାରେ ଲୋକମାନଙ୍କୁ ଏକାଠି କରିକିରି କୁହ। ସୋସିଆଲ ମିଡ଼ିଆ ଆଗରେ ବୁମ୍ ଧରି ବୁମ୍ ଆଗରେ ଗପି ଦେବାଟା କ'ଣ ଠିକ୍? ଆପଣ ଯଦି ଆପଣ ଲୋକମାନଙ୍କୁ କୁହନ୍ତୁ, ଆସି ଘରେ ଚେଞ୍ଜ କରନ୍ତୁ, ଆପଣଙ୍କ ଯଦି ସାହସ ଅଛି। ଆମେ କ'ଣ ଭାବିବୁ? ଯେଉଁ ଚ୍ୟାନେଲ୍ ଖୋଲିଛି ସେ କିଛି ଭ୍ୟୁଜ୍ ପାଇବା ଆଶା ଏମିତି ମନ୍ତବ୍ୟ ଦେଇଦେବା। ହିନ୍ଦୁ ବାଲା ତ ହିନ୍ଦୁ ଧର୍ମ ତ କେହି କିଛି କହିବେନି ନା। ଆଉ ଯେଉଁଦିନ କହିବେ ସେଦିନ ଆପଣମାନେ ଯାଉଛନ୍ତି କ'ଣ ହେବ? ତମେ ଚ୍ୟାନେଲ୍ ଖୋଲିଛ, ଚ୍ୟାନେଲ୍ରେ ଭଲ ଭଲ କଥା ଦେଖାଅ, କିଛି ନାହିଁ। ଏସବୁ ଚ୍ୟାନେଲ୍ ଉପରେ କେସ୍ ହେଇଯାଇପାରେ। ଏଇ ଭିଡ଼ିଓଟା ଆଜି ଦେଖିଲି, ଆଜି ଆପଣ ଛାଡ଼ିଛନ୍ତି, ମାନେ ମୁଁ ଆପଣ କାହା ବାଇଟ୍ରେ କିଏ ଉପଦେଶ ଦେବାଟା ଠିକ୍ ନୁହେଁ। ମୁଁ ଉପଦେଶ ନୁହେଁ, ମୋତେ ଏଇଟା ଭଲ ଲାଗିଲାନି, କାହିଁକିନା ମୋ ଧର୍ମ ବିରୁଦ୍ଧରେ ଯାଉଛି। ମୁଁ ଜଣେ ସନାତନ ଧର୍ମୀ ପିଲା। ଆମର ଦୀପାବଳିରେ ଦୀପ ଜାଳିବୁ, ସେଟା ଆପଣ କିଏ କହିବେ? ଖାଲି ବର୍ଷକୁ ଥରେ ବାଣ ଫୁଟାଇଦେଲେ ଆମର ବାୟୁ ପ୍ରଦୂଷଣ ହେଇଯାଉଛି। କମ୍ପାନୀ, କାରଖାନା, ଗାଡ଼ି ମଟର ଏଗୁଡ଼ାକ ଆଉ ହେଉନି। ନୂଆ ବର୍ଷରେ ଯେଉଁ ବାଣ ଫୁଟାଇ ତା ଦେହରେ ଆଉ ପ୍ରଦୂଷଣ ହେଉନି। ସମସ୍ତେ ଖାଲି ମାନେ ହିନ୍ଦୁଙ୍କ ପଛରେ ଲାଗିଛ। ହିନ୍ଦୁ ପଛରେ ଲାଗିଲେ କିଛି ହେବନି, ହିନ୍ଦୁର କିଛି ହେବନି। ଆମେ ଥିଲୁ ଥବୁ ସାରା ଜୀବନ ପାଇଁ, ଏମିତି ରହିଥିବୁ। ହିନ୍ଦୁ ହିଁ ବଞ୍ଚିଛୁ, ହିନ୍ଦୁ ହିଁ ମରିବୁ। ସବୁ ଜଗନ୍ନାଥ କୃପାରୁ ଆମେ ଓଡ଼ିଶାର ଛୁଆ, ଜଗନ୍ନାଥ ମାଟିର ଛୁଆ, କାହା ଆଗରେ ହାର ମାନିବୁନି। ଆପଣଙ୍କ ଭିଡ଼ିଓ ଏତେ ସୁନ୍ଦର ଲାଗେ ଦେଖିବା ପାଇଁ, କିନ୍ତୁ ଗୋଟେ କଥା ହେଉଛି କି ଏଇ ଯେଉଁ ଭିଡ଼ିଓଟି କରୁଛି ମୋର ଏଇଟା ରୋଷ୍ଟ ଭିଡ଼ିଓ କେହି ଭାବିବନି କି ରୋଷ୍ଟ ଭିଡ଼ିଓ କରିବାର ମୋର କିଛି ଇଣ୍ଟରେଷ୍ଟ ନାହିଁ, କି ରୋଷ୍ଟ ଭିଡ଼ିଓ ମୁଁ ଜୀବନରେ କେବେ କରିବିନି। ଏଇଟା ଆମ ଧର୍ମ ଉପରେ, ଆମ ପରମ୍ପରା ଉପରେ
କୁପ୍ରଭାବ ପକାଇଥିବାରୁ ଏଇ ଭିଡ଼ିଓଟି ମୁଁ ଦେଖିଲି। ଏଇ ଭିଡ଼ିଓଟି ମୁଁ ସେଇଥିପାଇଁ ମୁଁ କରିଥିଲି, ଲୋକ ଜାଣନ୍ତୁ ଯେ କି ମାନେ ଆପଣ ମାନେ ଭାବିପାରୁନି କ'ଣ ପାଇଁ ଆମ ଧର୍ମ ପଛରେ କଲେ ଆପଣଙ୍କୁ କ'ଣଟା ମିଳୁଛି। ଆମକୁ ଯଦି ମନ୍ଦିର ଯିବାକୁ ଭଲ ଲାଗୁଛି, ଶାନ୍ତି ମିଳୁଛି, ଆମେ ଯିବୁ। ଆମକୁ ଯଦି କାର୍ତ୍ତିକ ମାସରେ ଆଇଁଷ ଖାଇବାକୁ ଭଲ ନ ଲାଗୁଛି, ଆମେ ଖାଇବୁନୁ। ଆମ ପରମ୍ପରା ଯାହା ଅଛି ଆମେ ପାଳିବୁ। ଆମ ଓଡ଼ିଶାଟା ହେଲା ଜଗନ୍ନାଥ ସଂସ୍କୃତି। ଜଗନ୍ନାଥ ସଂସ୍କୃତି ଯେଉଁଟା ଅଛି ଆମେ ସେଇଟା ମାନିବୁ। ତେଣୁ ଆପଣ କହିବାକୁ କି ଆପଣ କ'ଣ ଜଗନ୍ନାଥଙ୍କ ଉପରେ ନା ଭଗବାନଙ୍କ ଉପରେ? ଆପଣ ଯଦି ଭଗବାନଙ୍କୁ ନ ମାନୁଛନ୍ତି ତ ନ ମାନନ୍ତୁ, ଆମେ ମାନିବୁ। ତ ଆମମାନଙ୍କୁ କହିବାକୁ ଆପଣ କିଏ? ଆପଣଙ୍କୁ ସେ ଅଧିକାର ଦେଲା କେଉଁଠି? ଆପଣଙ୍କର ସମ୍ବିଧାନରେ ଅଛି କୌଣସି ଧର୍ମକୁ ଅପମାନ କରିବା? କେଉଁ ଧର୍ମରେ, କେଉଁ ସମ୍ବିଧାନରେ, କେଉଁ ବହିରେ, କେଉଁ ପୃଷ୍ଠାରେ ଲେଖା ଅଛି ଟିକେ କହିବେ? ଦୟାକରି ମୁଁ ତୁମକୁ ବିନୀତ ଅନୁରୋଧ କରୁଛି, ଏଭଳି ବାଇଟି ଦିଅନ୍ତୁ ନାହିଁ ଯେଉଁଟାକି ମଣିଷଙ୍କର ଆତ୍ମାକୁ ବାଧିବ କି ଧର୍ମକୁ ବାଧିବ। ଲୋକମାନେ ତ ବେଶ ଭଲରେ ଅଛନ୍ତି, ତ ଆପଣମାନଙ୍କର କ'ଣ ଯାଉଛି? ଆପଣ କିଛି କାମ ଧନ୍ଦା ନାହିଁ, ତେଣୁକରି ଏମିତି ଆପଣମାନେ ଏମିତି କହୁଛନ୍ତି। ଆପଣ ବାଇଟରେ ମୋର ସେମିତି କିଛି ମନ୍ତବ୍ୟ ନାହିଁ। ମୋର ବ୍ୟାକଗ୍ରାଉଣ୍ଡ ଭଲ, ମୋ ଛୁଆଟେ ବେଳରୁ ବି ଭଲ, କାହା ସାଙ୍ଗରେ କୁସଂସ୍କାର ନାହିଁ, କାହା ସାଙ୍ଗରେ ଝଗଡ଼ା ନାହିଁ, କି ମୋର କୌଣସି ଇଏ ନାହିଁ। କିନ୍ତୁ କହିବାର କଥା ହେଉଛି ଏଇ ଯେଉଁଟା କହୁଛ ଯେ କାର୍ତ୍ତିକ ମାସ ଧର୍ମ ଆଉ ସବୁ ମାସ ଅଧର୍ମ ମାସ କ'ଣ ହେଲା? କାର୍ତ୍ତିକ ମାସ ତମେ କରିଥିଲ? ଯେ ଦୁର୍ଗା ପୂଜା ବିଷୟରେ କହୁଛ, ଯେମିତି ତମେ ବହି ଲେଖିଥିଲ, ତମେ ଯେମିତି ବଞ୍ଚିଥିଲି ତମେ ଲେଖିଲା ଭଳିଆ କହୁଛ। କାଳୀ ପୂଜା ବିଷୟରେ, ଦୁର୍ଗା ପୂଜା ବିଷୟରେ, ଗଣେଶ ପୂଜା ବିଷୟରେ, ଲକ୍ଷ୍ମୀ ବିଷୟରେ। ତମେ କ'ଣ ଜ୍ଞାନୀ ନା ଭବିଷ୍ୟତର ବାବା ଭେଙ୍ଗା? ତମେ କହିବ ଆମେ ଶୁଣିବୁ, ତମେ ଯୋଉଟା କହିବ ଆମେ ମାନିବୁ ନା କ'ଣ? ଦୟାକରି ଲୋକମାନେ ଧର୍ମକୁ ମାନି ବହୁତ ଭଲରେ ଅଛନ୍ତି, ବିଭ୍ରାନ୍ତ ସୃଷ୍ଟି କରନ୍ତୁ ନାହିଁ। ନା ଆଗାମୀ ଭବିଷ୍ୟତରେ ଆପଣମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ତେଣୁକରି ସୁଧୁରି ଯାଅ, ଏଭଳି ଭିଡ଼ିଓ କରନ୍ତୁନି। ରହୁଛି ଜୟ ଜଗନ୍ନାଥ। ଯଦି ମୋର ଭିଡ଼ିଓରେ କିଛି କାହାକୁ କହିଥିବାରୁ କାହାକୁ ଯଦି ଖରାପ ଲାଗିଥିବ ଦୟାକରି ମୋତେ କ୍ଷମା କରିବେ। ମୁଁ କାହା ଆତ୍ମାକୁ ବାତିଲା ଭଳିଆ କହୁନି। ମୋ ଧର୍ମ ଉପରେ ଯେତେବେଳେ ଭିଡ଼ିଓଟି ହେଇଛି ମୁଁ ସେଥିପାଇଁ କହୁଛି। ରହୁଛି ଜୟ ଜଗନ୍ନାଥ, ଜୟ ଓଡ଼ିଶା, ଜୟ ସମ୍ବିଧାନ, ଜୟ ଭୀମ, ଜୟ ଜଗନ୍ନାଥ, ଜୟ ଶ୍ରୀ। ଯଦି ଭାଇ ଭିଡ଼ିଓ ଭଲ ଲାଗେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ଦିଅନ୍ତୁ। ଆଉ ଏଇ ଚ୍ୟାନେଲରେ ଭିଡ଼ିଓ ଆଗାମୀ ଭିଡ଼ିଓ ଦେଖିବାକୁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।